କାଳରାତ୍ରିରେ ପୃଥକ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ 4 ମୃତ। ଜିଲ୍ଲାର 2ଟି ପୃଥକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟି 4 ଜଣ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ପାଲବଣୀର 18 ନମ୍ବର ଜାତୀୟ ରାଜପଥରେ ବୁଲେଟ୍ ଏବଂ ବାରିପଦା ଲୁଲୁଙ୍ଗ ରାସ୍ତାର ରଙ୍ଗାମାଟିଆଠାରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାରେ ମୋଟ 4 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସବିଶେଷ ତଥ୍ୟ ଅନୁଯାୟୀ ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ 13 ଜଣ ରଙ୍ଗାମାଟିଆଠାରୁ କରମ ନାଚ ସାରି ତାରାଜୋଡ଼ି ଅଞ୍ଚଳରେ ହେଉଥିବା ଅନ୍ୟ ଏକ କରମ ନାଚ ଦେଖିବାକୁ ଯାଉଥିବା ସମୟରେ ରଙ୍ଗାମାଟିଆ ନିକଟସ୍ଥ ଖସାଡିହା ଛକରେ ଭାରସାମ୍ୟ ହରାଇ ଗଛକୁ ବାଡ଼େଇଥିଲା, ଯାହାଫଳରେ ବୋଲେରୋଟି ଓଲଟି ପଡ଼ିଥିଲା। ଡ୍ରାଇଭର ଜଣକ ପ୍ରଚୁର ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଏହିଭଳି ଦୁର୍ଘଟଣା ଘଟିଥିବାର ଅଭିଯୋଗ ହୋଇଛି। ଏହି ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 11 ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ କୁଳିଅଣା ଥାନା ଅନ୍ତର୍ଗତ ବଡ଼କୁଲଡିହା ଅଞ୍ଚଳର ଡ୍ରାଇଭର ଭୁବନ କୁମାର ସିଂ ଓ ଶଙ୍ଖାଭଙ୍ଗା ଜକା ଅଞ୍ଚଳର ଜୟନ୍ତ କୁମାର ସିଂ। ତେବେ ଆହତ 11 ଜଣଙ୍କ ମଧ୍ୟରେ 9 ଜଣ ବଡ଼କୁଲଡିହା ଅଞ୍ଚଳର ଏବଂ ବଡ଼ କୁଚିଆମରା ଅଞ୍ଚଳର 2 ଜଣଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେ ତ ଏପଟେ ଜାଣିନି ଯେ ଆମକୁ ଯେମାନେ ଟିକେ ହୋସରେ ଥିଲେ ସେ ଭାଇମାନେ ଜଣେଇଲେ ଯେ ନା ଆମେ ରଙ୍ଗମାଟି ଯାଇଥିଲେ, ରଙ୍ଗମାଟିଆରୁ ଘୁରିକି ଲୁଲୁଙ୍ଗ ରାସ୍ତା ଦେଇକି ଯାଉଥିଲେ ତାରାଜୋଡ଼ିକୁ। ତାପରେ ଆମର ଏଇ କୋଷାଡ଼ିଆ ସେ ଟର୍ଣ୍ଣିଂ ପାଖରେ ଟିକେ ମଦ ଫଦ ପିଇଥିଲେ, ଡ୍ରାଇଭର ପିଇଥିଲେ, ତ ଗାଡ଼ି ସମ୍ଭାଳି ପାରିଲାନି। ଆଉ ଏମାନେ କହୁଛନ୍ତି ଧୀରେ ଧୀରେ ଚଲା। ତାପରେ ସେ ମଦ ପିଇ ଦେଇଛି ବେଳକୁ ଆଉ ତାର ହୋସ ନାହିଁନି। ତାପରେ ଯେତେବେଳେ ପୁରା ରାସ୍ତା ସାଇଡକୁ ନେଲା ବେଳକୁ ଗାଡ଼ି ସେ କଣ୍ଟ୍ରୋଲ କରିପାରିଲାନି, ଘୁରାଇଲା ବେଳକୁ ଗଛରେ ପିଟି ହେଇଥିଲା ଗାଡ଼ି, ତ ଡ୍ରାଇଭର ସିଧାରେ। ପାଖାପାଖି 12ଟା ସାଢ଼େ 12ଟା ପାଖାପାଖି ହେଇଛି। ଆଜ୍ଞା, ରଙ୍ଗାମାଟିଆକୁ ଯାଇଥିଲେ, ରଙ୍ଗାମାଟିଆରୁ ତାରାଜୋଡ଼ି ଯାଉଥିଲେ। ସେହିପରି ବାରିପଦା ସହର ଉପକଣ୍ଠ 18 ନମ୍ବର ଜାତୀୟ ରାଜପଥର ପାଲବଣୀଠାରେ ଗତ ବିଳମ୍ବିତ ରାତିରେ ଏକ ଟ୍ରକ୍ ବୁଲେଟ୍କୁ ଧକ୍କା ଦେବାରୁ 2 ଜଣଙ୍କର ମୃତ୍ୟୁ ହୋଇଛି। ମୃତ 2 ଜଣ ଯୁବକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ସିନ୍ଦୁରଗୌରା ଗ୍ରାମର ବିକାଶ ମହାନ୍ତ ଓ ହରିଶ୍ଚନ୍ଦ୍ରପୁର ଗ୍ରାମର ମିଟୁ ମହାନ୍ତ। ଏନେଇ ବାରିପଦା ସଦର ଥାନା ପକ୍ଷରୁ ପୃଥକ ଭାବେ 2ଟି ମାମଲା ରୁଜୁ କରି ମୃତକମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି।